ଭୁବନେଶ୍ୱର ସ୍ଥାନୀୟ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି। 300ରୁ ଅଧିକ ଷ୍ଟଲ୍ ସହିତ ଏହି ମେଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀମାନଙ୍କ ପାଇଁ ହସ୍ତତନ୍ତ, ହସ୍ତଶିଳ୍ପ, ଜୈବିକ ଉତ୍ପାଦ, ଘରୋଇ ସାମଗ୍ରୀ ସମେତ ମା'ମାନଙ୍କ ହାତ ତିଆରି ବିଭିନ୍ନ ପ୍ରକାରର ଉତ୍ପାଦ ପ୍ରଦର୍ଶନ କରିବା ପାଇଁ ଏକ ବୃହତ୍ ମଞ୍ଚ ସାଜିଛି। ମେଳାର ଆକର୍ଷଣ ମଧ୍ୟରେ ମା'ମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଓଡ଼ିଆ ଖାଦ୍ୟର ସମ୍ଭାର। ସୁଭଦ୍ରା ଶକ୍ତି ମେଳା ଫୁଡ୍ କୋର୍ଟ ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ର ଭାବରେ ଉଭା ହୋଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ମା ଓ ଭଉଣୀମାନେ 50ଟି ସ୍ୱତନ୍ତ୍ର ଷ୍ଟଲ୍ରେ ନିଜ ହାତ ତିଆରି ଓଡ଼ିଆ ପାରମ୍ପରିକ ବ୍ୟଞ୍ଜନର ପ୍ରକୃତ ସ୍ୱାଦକୁ ପୁନର୍ଜୀବିତ କରିଛନ୍ତି, ଯେଉଁଠାରେ ଦର୍ଶକମାନେ ପିଠାଠାରୁ ଆରମ୍ଭ କରି ସ୍ନାକ୍ସ ପର୍ଯ୍ୟନ୍ତ ସବୁ ଖାଦ୍ୟର ମଜା ନେଉଛନ୍ତି। ଯୁବପିଢ଼ିମାନେ ମଧ୍ୟ ଏହି ପାରମ୍ପରିକ ସ୍ୱାଦର ମଜା ନେଉଛନ୍ତି। ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲାର ନିଜର ପରମ୍ପରା ଏବଂ ଖାଦ୍ୟର ପରିଚୟ ରହିଛି। ସାରା ଓଡ଼ିଶାରେ ଏପରି ଏକ ପ୍ରିୟ ଖାଦ୍ୟ ହେଉଛି ମୟୂରଭଞ୍ଜର ମୁଢ଼ି ମାଂସ, ଯାହା ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି। ମୟୂରଭଞ୍ଜର ରାସଗୋବିନ୍ଦପୁର ବ୍ଲକର ମୟୂର ମୁଢ଼ି ଉତ୍ପାଦକ ଗ୍ରୁପ ଦ୍ୱାରା ପ୍ରସ୍ତୁତ ଏହି ମୁଢ଼ି ମାଂସ, ଏହା ସହିତ କେନ୍ଦୁଝରର ପତ୍ରପୋଡ଼ା, ସମ୍ବଲପୁରର ସରସତିଆ, ନିମାପଡ଼ାର ଛେନାଝିଲ୍ଲି, ମାଣ୍ଡିଆ ପିଠା, ମିଲେଟ୍ ନୁଡଲ୍ସ ଲୋକଙ୍କ ମନ ଜିଣୁଛି। ଏସ୍ଏଚ୍ଜି ନେତୃତ୍ୱାଧୀନ ଖାଦ୍ୟ ଉଦ୍ୟୋଗର ଲୋକପ୍ରିୟତା ପ୍ରମାଣିତ କରୁଛି। ସୁଭଦ୍ରା ଶକ୍ତି ମେଳାର ସପ୍ତମ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଘନାଚ ସହିତ ବର୍ଣ୍ଣାଳୀ ହୋତାଙ୍କ ସଙ୍ଗୀତ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଆଜି ସୁଦ୍ଧା 4 କୋଟି ଟଙ୍କାର ମୋଟ ବିକ୍ରୟ ରେକର୍ଡ କରାଯାଇଥିଲା। ସୁଭଦ୍ରା ଶକ୍ତି ମେଳା ଓଡ଼ିଶାର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ଜୀବନ୍ତ ମଞ୍ଚ ଭାବେ କାର୍ଯ୍ୟ କରୁଛି। ସମୃଦ୍ଧ ଓଡ଼ିଶାରୁ ରଜତ ମହାପାତ୍ରଙ୍କ ରିପୋର୍ଟ।